ଗୋଟେ ଗପ କହିବି ତମେ ଶୁଣିବ ତ। ଗପଟା ହଉଛି ମରିବା କୌଶଳ କରି ମରିବା। କେମିତି କଣ ମରିବା, କୌଶଳ କରିକି ମରିବା, କେମିତି କଣ ମରିବା। ଭାଇ ବ୍ରିଟିଶ ଶାସନ ସମୟର କଥାଟା, ମୁଁ ସେତେବେଳେ ଏଡିକିଟେ ଥିଲି ବା। ଗୋଟେ ଗାଁରେ ଚାଷୀ ଭାଇ ମାନେ ବ୍ରିଟିଶ ଗଭର୍ଣ୍ଣମେଣ୍ଟକୁ ଖଜଣା ଦେବାକୁ ମନା କରିଦେଲେ। ହେଇଠୁ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ରାଗିଗଲା। ଗଭର୍ଣ୍ଣମେଣ୍ଟ କ'ଣ କରିବ ଜାଣିଛନ୍ତି? ତାର ସୈନ୍ୟମାନଙ୍କୁ ସେଇ ଗାଁକୁ ପଠାଇଲା। ଆଉ ସୈନ୍ୟମାନଙ୍କୁ ଆଦେଶ ଦେଲା ଯେ ସେ ଗାଁର ଯେ ଲୋକ ଖଜଣା ଦେବାକୁ ରାଜି ହଉନାହିଁ ତାକୁ ହାତ ଗୋଡ଼ ବାନ୍ଧିକି ଘୋଷାରିକି ଆଣେ। ଆଉ ସେ ଗାଁର ଅନ୍ୟ ଲୋକମାନଙ୍କୁ ଲାଠିରେ ଏମିତି ପ୍ରହାର କରେ ଯେମିତି ସେ ଆଉ ଗଭର୍ଣ୍ଣମେଣ୍ଟ ବିରୋଧରେ ଯିବାକୁ ଇଚ୍ଛା କରିବ ନାହିଁ। ହେଲେ ଭାଇ ସେ ଗାଁର ଲୋକମାନେ କେମିତି କେଜାଣି ଏ ବ୍ରିଟିଶ ଗଭର୍ଣ୍ଣମେଣ୍ଟର ପାଲନ କଥା ବୁଝିପାଇଲେ, ଆଗତୁରା ଜାଣିପାଇଲେ। କ'ଣ ହେଲା ବୁଝିଲ ନା? ସେ ଗାଁ ଲୋକ ଭାରି ଚାଲାକି ଆଉ ଭାରି ସାହସୀ। ସେମାନେ ବି ଗଭର୍ଣ୍ଣମେଣ୍ଟ ସୈନ୍ୟକୁ ପାନେ ଚଖେଇବା ପାଇଁ ପ୍ଲାନ ପ୍ରୋଗ୍ରାମ କଲେ। ବ୍ରିଟିଶ ସୈନ୍ୟ ରାତି ଅଧିଆ ସେ ଗାଁକୁ ପଶିଥାନ୍ତା। ଗାଁକୁ ପଶିବା ପୂର୍ବରୁ ଗୋଟେ ନଈ ଗାଁ ଚାରିକଟେ ଦେଇକି ବହି ଯାଇଛି। ନଈ ପାରି ହେଲେ ସିନା ସୈନ୍ୟ ଗାଁକୁ ଆଇବ। ଭାଇ ତା ସୈନ୍ୟମାନେ ଗାଁକୁ ପଶିବା ପୂର୍ବରୁ ଗାଁ ଟୋକାମାନେ କ'ଣ କଲେ ନା, ପାଉଁଶ ବଳି ହେଇ ଖାଲି ଚଢ଼ିଟା ପିନ୍ଧିକି କ'ଣ କଲେ, ଗୋଟେ ଶାଳ ରଳ ବୁଝିବ ତ? ଏ ଶାଳ ଗଛର ଏଡ଼ିକି ମୋଟା ଯୋଉ ଗଡ଼, ସେ ଗଡ଼କୁ ପିଠିରେ ବାନ୍ଧି ପକାଇଲେ। କାହିଁକି ବାନ୍ଧିଲେ? ଗାଁ ଟୋକା ମାନେ ପାଉଁଶ ବଳି ହେଇ ମୁଣ୍ଡରୁ ପାଦ ଯାଏ ପାଉଁଶ ବଳି ହେଇ ସେ ଶାଳକୁ ପିଠିରେ ବାନ୍ଧିଲେ। ତାପରେ ଲୁଗାପଟା କିଛି ନାହିଁ, ଦେହରେ କିଛି ଲୁଗାପଟା ନାହିଁ, ସେମିତି ଖାଲି ଚଢ଼ିଟେ ପିନ୍ଧି ଯାଇ ନଈ କୂଳରେ ଏମିତି ନଈକି ରହିଲା। ତାଙ୍କ ପଥଟା ଏକା ରହିଲା ନଈର। ତ ସେ ଯୋଉ ଶାଳ ରଳଟା ପିଠିରେ ବୋହିଥିଲେ, ବାନ୍ଧିଥିଲେ, ସେଟା କ'ଣ ହେଲା, ନଈ ଆଡ଼କୁ କମାଣ ପାଇପ୍ ଭଳିଆ ସେଟିଂ ହେଇକି ରହିଲା। ଯେତେବେଳେ ରାତି ଅଧ ହେଇଗଲା, ବ୍ରିଟିଶ ସୈନ୍ୟମାନେ ଆଇଲେ। ସେଦିନ ନଈରେ ନୌକା ନଥିଲା। ରାତିଟା ବି ଭୀଷଣ ଅନ୍ଧାର ହେଇଥିଲା। ତେଣୁ ସେ ବ୍ରିଟିଶ ସୈନ୍ୟମାନଙ୍କ ଭିତରକୁ ଜଣେ ଟର୍ଚ୍ଚ ପକେଇ ଦେଇଛି ନଈ ପାରିକୁ। ମାନେ ସେ ଗାଁକୁ ଆସିବେଟି, ଟର୍ଚ୍ଚ ପକେଇଛି। ଯେମିତି ଟର୍ଚ୍ଚ ପକେଇଛି, ଏଇ ଯୋଉ କୌଶଳ କରି ଥୁଆ ହେଇଥିବା କମାଣ ମାନେ ଲଙ୍ଗଳା ଟୋକା ମାନେ ଶାଳ ରଳ ପିଠିରେ ବୋହିକି ଯୋଉ ନଈକି ରହିଛି, ସେମାନଙ୍କୁ ତ ଦେଖି ନେଲେ। ଆଉ ତାପରେ ଆଉ କ'ଣ କହିବି? ସେ ଟର୍ଚ୍ଚ ପକେଇକି ଦେଖିଲା ଗୋଟେ କମାଣ ଥୁଆ ହେଇଛି, ତା ପାଖରେ ଜଣେ ଲୋକ ଠିଆ ହେଇଛି।
ଲୋକମାନ ଚାଳକ ଯେମିତି ଠିଆ ହେଇଥାଏ ପେଡେଲ ମାଡ଼ିବ ବୋଇଲେ କଣ ଭୁସ୍ କିନା ମାରେ ସେମିତି ଜଣେ ଲୋକ ନଇଛି ଆଉ ଜଣେ ଲୋକ ତା ପାଖରେ ଏମିତି ବୀର ଭାବରେ କମାଣ ଚାଳକ ଉପରେ ଠିଆ ହେଇଛି। ତାହା ଦେଖି ଏ ବ୍ରିଟିଶ ସୈନ୍ୟର ପେଡ଼େଇ ସରପତ। କମାଣ୍ଡର ତା ସୈନ୍ୟମାନଙ୍କୁ କହୁଛି ଷ୍ଟପ୍ ଷ୍ଟପ୍ ଡୋଣ୍ଟ ଗୋ ଫରୱାର୍ଡ ଆଗକୁ କାହିଁ ଯିବନି ଡେଞ୍ଜର ଡେଞ୍ଜର ahead ଡେଞ୍ଜର ଡୋଣ୍ଟ ଗୋ ଫରୱାର୍ଡ। ମାନେ ସେ କହୁଛି ଆଗରେ ବିପଦ ଅଛି ଆଗକୁ ମୋଟେ ଯାଉ ନାହିଁ ଆଗାଉ ନାହିଁ। ଆଉ କହୁଛି ಈ ಗಾಂವ್ ಲೆಕ್ಕ ಗಿಡಕ್ಕ ಕೌಟು ಕಮ್ಮಣ ಅಣಿಕೆ ತೋಯ್ಲೆ ଖାଲି କମାଣ ଗୁଡାକ ଥୋଇ ଦେଇଛନ୍ତି ଲେଟ୍ସ ଗୋ ବ୍ୟାକ୍। ଗାଁ ଲୋକ ଗୁଡାକ କମାଣ ଆଣିକି ଥୋଇଛନ୍ତି ଚାଲ ଫେରିଯିବା ବୋଲି ସେ କମାଣ୍ଡର ତାଙ୍କ ସୈନ୍ୟମାନଙ୍କୁ କହି କମାଣ୍ଡର କଥା ମାନି ସୈନ୍ୟମାନେ ବାଧ୍ୟ ହେଇକି ଫେରି ଗଲେ। ଗାଁ ଲୋକମାନେ ଯୋଉ ଠିଆ ହେଇଥିଲେ ଟୋକାମାନେ କମାଣ ହେଇକି ଠିଆ ହେଇଥିଲେ ସେମାନେ ବୁଝିଲେ ଯେ ଏଥର ସୈନ୍ୟ ପଳେଇ ସର୍ବତ ସେ ଗଲା କଣ କରିବା ବ୍ରିଟିଶ ଆର୍ମି ତ ଫେରି ଗଲା ଆମେ ଜିତିଗଲୁ କମାଣ କାନ୍ଧେଇବା ଘରକୁ ଯିବା। ସେଇଠୁ ଜଣେ ଟୋକା କହିଲା ଏ କମାଣ କାନ୍ଧେଇ ଘରକୁ ଯିବା କାହିଁକି ଚାଲେ ନଈରେ ଗାଧେଇକି ପାଉଁଶ ସଫା କରିବା ତାପରେ ଘରକୁ ଯିବା ନହେଲେ ବାହାରିଯା ଘରେ ପଶିବାକୁ ଦବନି ଭୂତ ବୋଲି କହି ଛାଞ୍ଚୁଣିରେ ବାଡ଼େଇବ। ସେଇଠୁ ସେ ଟୋକା ମାନେ ନଈରେ ଗାଧେଇଲେ ସେ ଶାଳ ରଳକୁ କାନ୍ଧେଇ ଗାଁକୁ ଫେରିଲେ ଆଉ ଭାରି ମୌଜ ମଜଲିସ୍ କଲେ। ଦେଖନ୍ତୁ ଭାଇ ମରିବା ତ ମରିବା କୌଶଳ କରି ମରିବା କିନ୍ତୁ ଏଠି ସେମାନେ କୌଶଳ କଲେ ହେଲେ ମରିଲେ ନାହିଁ ବଞ୍ଚିଲେ। ତେବେ ଆଉ ଡେରି କାହିଁକି ସବସ୍କ୍ରାଇବ କରିଦିଅନ୍ତୁ ଯଦି କରିନାହାନ୍ତି। ଗପଟାକୁ ଅନ୍ୟ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଟୋକାଟୋକି ଗପ ଦେଖି ଗୁଡ଼ାକୁ ପ୍ରଶଂସା କରିବା ଖୁସି ଆମେ ଆଉ ଯଦି ପସନ୍ଦ ଲାଗିଲା ଗପଟା ତେବେ ଗୋଟେ